କୌଣସି ବି ମନୁଷ୍ୟ କେତେବେଳେ ଯୋଗାରୂଢ଼ ଅବସ୍ଥା ପ୍ରାପ୍ତ ହୁଏ ତାହା ଏହି ଶ୍ଲୋକରେ କୁହାଯାଇଛି। ଆରୁ ରୁକ୍ଷର ମୁନିର ଯୋଗଂ କର୍ମ କାରଣ ମୁଚ୍ୟତେ ଯୋଗାରୂଢ଼ସ୍ୟ ତସ୍ୟୈବ ସମଃ କାରଣ ମୁଚ୍ୟତେ। ଯୋଗାରୂଢ଼ ହେବାକୁ ଇଚ୍ଛୁକ ମନନଶୀଳ ପୁରୁଷଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ଼ ହୋଇଯିବା ପରେ ସେହି ଯୋଗାରୂଢ଼ ପୁରୁଷଙ୍କର ସର୍ବସଂକଳ୍ପ ଶୂନ୍ୟତା ହିଁ ତାଙ୍କ କଲ୍ୟାଣର କାରଣ ବୋଲି କୁହାଯାଏ। ଏହାର ଭାବ ହେଲା ଏକାନ୍ତରେ ପରମାତ୍ମାଙ୍କ ଧ୍ୟାନ ଅଭ୍ୟାସ କରିବା ମଧ୍ୟ ଏକ ପ୍ରକାର କର୍ମ ହିଁ ଅଟେ ଓ ଏହି ପ୍ରକାର ଧ୍ୟାନ ଅଭ୍ୟାସ କରୁଥିବା ସାଧକଙ୍କୁ ମଧ୍ୟ ଶୌଚ ସ୍ନାନ ତଥା ଖାଇବା ପିଇବା ଆଦି ଶରୀର ନିର୍ବାହ ଯୋଗ୍ୟ କ୍ରିୟା କରିବାକୁ ହିଁ ପଡ଼େ। ତେଣୁ ନିଜର ବର୍ଣ୍ଣ ଆଶ୍ରମ ଅଧିକାର ଓ ସ୍ଥିତିର ଅନୁକୂଳ ଯେଉଁ ସମୟରେ ଯେଉଁ କର୍ତ୍ତବ୍ୟ କର୍ମ କରିବା କଥା ଫଳ ଓ ଆସକ୍ତି ତ୍ୟାଗ କରି ତାହା ଆଚରଣ କରିବା ଯୋଗାରୂଢ଼ ଅବସ୍ଥା ପ୍ରାପ୍ତିର କାରଣ ହୋଇଥାଏ। ତେଣୁ ତୃତୀୟ ଅଧ୍ୟାୟର ଚତୁର୍ଥ ଶ୍ଲୋକରେ ମଧ୍ୟ କୁହାଯାଇଛି ଯେ କର୍ମାଚରଣ ନ କଲେ ମନୁଷ୍ୟ ନୈଷ୍କର୍ମ୍ୟ ଅର୍ଥାତ୍ ଯୋଗାରୂଢ଼ ଅବସ୍ଥା ପ୍ରାପ୍ତ ହୋଇନପାରେ।